ଏ ଯୋଉ ଡ୍ରାଇଭର ଯୋଉ ଏମିତି ଆପଣ ପାଖରେ କେତେ ଦିନ ହେଲା ଡ୍ରାଇଭିଂ ଆପଣ ଗାଡ଼ିର ଡ୍ରାଇଭିଂ 3 ମାସରୁ 4 ମାସ। ଆଗରୁ ତମେ ଜାଣିଥିଲେ ହଁ ଆଗରୁ ଛୋଟ ବଡ଼ୁ ହିଁ ଝୁମ୍ପରାରେ ଅଛି। ଘର ବିହାର। ଆପଣ ଗାଡ଼ିର ଆଗରୁ ନା ପୂର୍ବରୁ ଗାଡ଼ି ଚଲାଉଥିଲା ନାଇଁ ସେ ଆଗରୁ ଅଲଗା ଗାଡ଼ି ଚଲାଉଥିଲା। ଘଟଣା ସମ୍ପର୍କ କେମିତି ଆପଣ ଜାଣିଲେ? ମୁଁ ତ ଜାଣିନଥିଲି। ଏଇଠିକାର ଆଇଆଇସି ଯାଇଥିଲେ ଝୁମ୍ପରା। ଆଉ ମୁଁ ଘରେ ନଥିଲି, ମୋ ୱାଇଫ୍ ଥିଲେ। ଆଉ ମୋର ୱାଇଫ୍ଙ୍କର ନମ୍ବରରେ ଆଇଆଇସି କଥା ହେଲେ ମୋ ସହିତ। କଥା ହେଲା ପରେ ମୋତେ କିଛି ଏ ବାବଦରୁ କିଛି ଜଣା ନାହିଁ। କିଛି ସମୟ ପରେ ତାଙ୍କ ସାଙ୍ଗେ କଥା ହେଇସାରିଲା ପରେ ମୋ ସାଙ୍ଗ ଜଣେ କହିଲା ଯେ ନାଇଁ ଆଉ ଏମିତି ଏମିତି କଥା ଆସିଛନ୍ତି ସେ ସାଙ୍ଗ ଦୀପକ। ତ ସିଏ କହିଲା ଯେ ନାଇଁ ଏମିତି ଏମିତି ତୋ ଗାଡ଼ିରେ ଏମିତି ଏମିତି କେସ୍ ହେଇଛି। ତାପରେ ମୋ ପାଖକୁ ଭିଡ଼ିଓଟା ଅଲଗା ଜଣେ ସାଙ୍ଗ ଭିଡ଼ିଓଟା ପଠେଇଲା। ଭିଡ଼ିଓଟା ଦେଖିଲା ପରେ ମୁଁ ଜାଣିଲି ଯେ କେସ୍ଟା ଏମିତି ହେଇଛି। ତାପରେ ଆଇଆଇସି ପାଖକୁ ଆସିଲି। ଝୁମ୍ପରା ଥାନାରେ ତାକୁ ଅଲରେଡ଼ି ସେମାନେ ଘରୁ ତାକୁ ଉଠିକି ନେଇଯାଇଥିଲେ। ସେଠି ଆସିଲା ପରେ ସେଠି କଥା ହେଲା ପରେ ଡିଟେଲ ଘଟଣା ମୁଁ ଜାଣିଲି। ଆପଣ ପାଖରେ ଯୋଉ 3-4 ମାସ ହେଲା ଥିଲା ଆଜ୍ଞା। ଆଟିଚ୍ୟୁଡ୍ କ'ଣ ଲକ୍ଷ୍ୟ କରୁଥିଲେ? ଆଟିଚ୍ୟୁଡ୍ ସେଇ ଟାଇପ୍ର ନଥିଲା ତାର। ବହୁତ ଭଲ ବ୍ୟବହାର ବି ଭଲ, କଥାବାର୍ତ୍ତା ବି ଭଲ। ଆଉ ଏଇ ଟାଇପ୍ର ମୁଁ କେବେ ବି ଶୁଣିନି କି ଜାଣିନଥିଲି। ସେଇଦିନ ସେ ଗାଡ଼ିଟି ଆପଣ କୋଉଠୁ ଯାଉଥିଲା? ଧାମରା ଲୋଡ୍ କରିକି ଆସିଥିଲା, ଧାମରା ଖାଲି କରିକି ସିଏ ଯାଉଥିଲା। ମାଇନ୍ସରୁ ଫାଇନ୍ସ ନେଇକି ଆସିଥିଲା ଧାମରା ପୋର୍ଟ। ଆଜ୍ଞା। ଆଜି ଆପଣ ପୁଣି ଡକେଇଥିଲା ନା ଆପଣ ପାଇ ଆସିଥିଲେ? ନାଇଁ ନାଇଁ କାଲି ସାର୍ ଯାଇଥିଲେ, କହିଥିଲେ କାଲି ଯିବା ପାଇଁ ଆସିବା ପାଇଁ କହିଥିଲେ ଆଇଆଇସି ସାର୍। ସେ ଯୋଉ ଡ୍ରାଇଭର ମହିଳା ଏବଂ ତାଙ୍କ ପରିବାର ଲୋକ ରହୁଛନ୍ତି ନା ଏକା ରହୁଛନ୍ତି? ପରିବାର ହଁ ଫ୍ୟାମିଲି ରହୁଛନ୍ତି ତାଙ୍କର। ଆଜ୍ଞା ଫ୍ୟାମିଲି ରହୁଛନ୍ତି।